ଭାଇମାନେ ତ ଗୋଟେ ସିକ୍ରେଟ୍ ଜିନିଷ ଆଜି କହିବି କି ରିଆଲିଟି ଅଫ୍ IT ସାଲାରିଜ୍ ଅଫ୍ ସଫ୍ଟୱେୟାର ଇଞ୍ଜିନିୟର। ତୁମେ ଦେଖିଥିବ କି ଯେମିତିକି ମୁଁ କହୁଛି କି 2 lakhs ମୋର୍ ଦେନ୍ 2 lakhs ପର୍ ମନ୍ଥ ମୁଁ ଇନକମ୍ କରୁଛି, ବଟ୍ ରିଆଲିଟି ହେଉଛି ମୁଁ ଦିନେ ବହୁତ ଲୋରୁ ଷ୍ଟାର୍ଟ କରିଥିଲି, ମାନେ 8-10 ହଜାର ସାଲେରୀ ମୁଁ ଷ୍ଟାର୍ଟ କରିଥିଲି। ତ ପେସେନ୍ସ ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ, ପେସେନ୍ସ ଇଜ୍ ଦ କି। ପେସେନ୍ସ ଯଦି ତୁମ ପାଖରେ ଅଛି ନା ତ ଫାଷ୍ଟ ଚେଞ୍ଜ କର କି କେମିତି ତୁମେ ଏକ୍ସପିରିଏନ୍ସ ଗେନ୍ କରିବ, ନା କି ତୁମେ ଦେଖିବ ଯେ ମୋର ସାଲେରୀ କ'ଣ ହେବ, କାହିଁକିନା ମୋତେ ବହୁତ ଡିଏମ୍ ଆସୁଛି କି ମୋର ଫାଷ୍ଟ ସାଲେରୀ କେତେ ହେବ, କିମ୍ବା ଏଇ ସ୍କିଲ୍ ପଢ଼ିଲେ ମୋର ସାଲେରୀ କେତେ ହେବ, ମିନିମମ୍ କେତିକି ହେବ, ସେହିସବୁ ଉପରେ ଫୋକସ୍ କରନି। ତୁମର ମେନ୍ ଫୋକସ୍ ରହିବା ଦରକାର କି ମୁଁ ITରେ କେମିତି ଏଣ୍ଟର୍ କରିବି, ତାପରେ ଏଇଥାଉ ପଛେ ସାଲେରୀ ଲ, ତାପରେ ମୋର ମେନ୍ ଫୋକସ୍ ହେଉଛି 2-3 ବର୍ଷ ପୁରା ଜମେଇକି କାମ କରିବି। ଯେତିକି ବି ଟେକ୍ନୋଲୋଜି ଯାହା ମାର୍କେଟରେ ଡିମାଣ୍ଡ ଅଛି ସେଇଭଳିଆ ଯଦି ଅପରଚ୍ୟୁନିଟି ଯଦି ମୋତେ ମିଳୁଛି ସେଇ ପ୍ରୋଜେକ୍ଟରେ ତ ପୁରା ଶିଖିବି। ଯଦି ବି ମିଳୁନି ସେଇ 3 ବର୍ଷ ଭିତରେ ସେଠି ରହିବି, 3 ବର୍ଷ ଭିତରେ ମୁଁ ଆଉଟସାଇଡ଼୍ ପ୍ରୋଜେକ୍ଟ କରିବି, ମୋର ଫ୍ରି ଟାଇମ୍ ବାହାର କରିକି ନୂଆ ନୂଆ ସ୍କିଲ୍ ଶିଖିବି। ଆଉ ଏଇଟା ହିଁ ତୁମର ଏମ୍ ରହିବା ଦରକାର, ଗୋଲ୍ ରହିବା ଦରକାର। ତାପରେ ଦେଖିବ ଏକ୍ସପୋନେନ୍ସିଆଲ୍ ଗ୍ରୋଥ୍ ମିଳିବ ତୁମକୁ ସାଲେରୀରେ। ତାପରେ ଜବ୍ କର, ପ୍ରତି 2 ବର୍ଷରେ 3 ବର୍ଷରେ କମ୍ପାନୀ ସୁଇଚ୍ କର, ଦେଖିବ ତୁମ କାହିଁ 2 ଲକ୍ଷ ପ୍ୟାକେଜ୍ରୁ 30 ଲକ୍ଷ 40 ଲକ୍ଷ ପ୍ୟାକେଜ୍ ୱିଦିନ୍ 5 to 6 years ଭିତରେ ତୁମେ ଆସିବ। ଯଦି ତୁମ ମୋ ଭଳିଆ ବିଲୋ ଆଭରେଜ୍ ଷ୍ଟୁଡେଣ୍ଟ ହେଇଥିବ, ତୁମେ ଯଦି ଇଣ୍ଟେଲିଜେଣ୍ଟ ଷ୍ଟୁଡେଣ୍ଟ ତ ତା'ର ଲିମିଟ୍ ହିଁ ନାହିଁ। ତ ଫାଷ୍ଟ ଚେଞ୍ଜ କର କି ଏକ୍ସପିରିଏନ୍ସ କେମିତି ଗେନ୍ କରିବ, ITରେ କେମିତି ଏଣ୍ଟର୍ କରିବ, ନା କି ସାଲେରୀ।